ସୁବର୍ଣ୍ଣ ଶବ୍ଦ। ସୋଫିଆ ଏକ ଛୋଟ ବିଦ୍ୟାଳୟର ଜଣେ ଯୁବ ଶିକ୍ଷୟିତ୍ରୀ ଥିଲେ। ଦିନେ ଦୁଇଜଣ ଛାତ୍ରଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେଲା। ଦୁହେଁ ପରସ୍ପର ଉପରେ ଚିଲ୍ଲାଉଥିଲେ, ଦୋଷ ଆରୋପ କରୁଥିଲେ ଏବଂ କାହା କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଶ୍ରେଣୀର ବାକି ପିଲାମାନେ ତାଙ୍କ ଶିକ୍ଷୟିତ୍ରୀ କ'ଣ କରିବେ ତାହା ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। ସୋଫିଆ ଟିକେ ଅଟକି ଗଲେ, ଗଭୀର ନିଶ୍ୱାସ ନେଲେ ଏବଂ ଅତି ନମ୍ରତାର ସହ କହିଲେ, ଚାଲ ଆମେ କିଛି ସମୟ ପାଇଁ ଶାନ୍ତ ହୋଇଯିବା। ମୁଁ ଚାହେଁ ତୁମେ ଦୁହେଁ କ'ଣ ହୋଇଥିଲା ତାହା ଜଣେ ଜଣେ କରି କୁହ। ସେ ଧୈର୍ଯ୍ୟର ସହ ଉଭୟଙ୍କ ପକ୍ଷ ଶୁଣିଲେ। ତାପରେ କହିଲେ, ମନେ ହେଉଛି ତୁମେ ଦୁହେଁ ସମ୍ମାନ ପାଇବାକୁ ଚାହୁଁଛ, କିନ୍ତୁ ସମ୍ମାନ ପାଟିତୁଣ୍ଡ କଲେ ମିଳେ ନାହିଁ। ଅନ୍ୟକୁ ବୁଝିବା ଦ୍ୱାରା ସମ୍ମାନ ମିଳେ। ତାଙ୍କର ଶାନ୍ତ ଏବଂ ନ୍ୟାୟପୂର୍ଣ୍ଣ କଥା ତୁରନ୍ତ ଉତ୍ତେଜନାକୁ ଶାନ୍ତ କରିଦେଲା। ଉଭୟ ଛାତ୍ର ନିଜ ମୁଣ୍ଡ ନୁଆଁଇଲେ ଏବଂ ପରସ୍ପରକୁ କ୍ଷମା ମାଗିଲେ। ପୁଣି ଥରେ ସାରା ଶ୍ରେଣୀରେ ଶାନ୍ତି ଫେରିଆସିଲା। ପରେ ଜଣେ ଛାତ୍ର ତାଙ୍କୁ କହିଲା, ମ୍ୟାଡ଼ାମ, ଆପଣଙ୍କ କଥା ଏକ ଉପହାର ପରି ଥିଲା। ସେହି ଶବ୍ଦଗୁଡ଼ିକ ମୋତେ ସବୁକିଛି ସ୍ପଷ୍ଟ ଭାବରେ ଦେଖିବାରେ ସାହାଯ୍ୟ କଲା। ସୋଫିଆ ହସିଲେ ଏବଂ ସେହି ପ୍ରବାଦଟିକୁ ମନେ ପକାଇଲେ। ଠିକ୍ ସମୟରେ କୁହାଯାଇଥିବା ଉଚିତ ଶବ୍ଦ ରୂପା ଥାଳିରେ ସୁନା ସେଉ ପରି ସୁନ୍ଦର ଏବଂ ମୂଲ୍ୟବାନ ଅଟେ। ଶିକ୍ଷା। ବୁଦ୍ଧିମତ୍ତାପୂର୍ଣ୍ଣ ଏବଂ ସମୟୋଚିତ ଶବ୍ଦରେ ମନର କଷ୍ଟ ଦୂର କରିବା, ମାର୍ଗଦର୍ଶନ କରିବା ଏବଂ ଶାନ୍ତି ଆଣିବାର ଶକ୍ତି ଥାଏ। ଯଥୋଚିତ ମତେ କଥିତ ବାକ୍ୟ ରୂପା ପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ। ହିତୋପଦେଶ 25 ଅଧ୍ୟାୟ 11 ପଦ।